ଆପଣ ନିଜେ ଭାବୁଥିବେ ନବୀନ ବାବୁଙ୍କର ଗୋଟେ ପରିବର୍ତ୍ତନ ଘଟିଛି କି ନାହିଁ। ସେ ପରିବର୍ତ୍ତନଟା ହେଲା ଯେତେବେଳେ ନିର୍ବାଚନ ଥିଲା ସେ ଯେତେ ସକ୍ରିୟ ନଥିଲେ ଏବଂ ଯେତେ ମାନେ କାର୍ଯ୍ୟକ୍ଷମ ନଥିଲେ, ବର୍ତ୍ତମାନ ଆପଣ ନିଜେ ଅନୁଭବ କରୁଥିବେ, ସମସ୍ତେ କହୁଛନ୍ତି ଏଇଭଳିଆ କାର୍ଯ୍ୟ ଯଦି ସେ ନିର୍ବାଚନ ପୂର୍ବରୁ କରିଥାନ୍ତେ ତାହେଲେ ଆଜି ଯେଉଁ ଚେୟାରରେ ବସିଛନ୍ତି ସେ ଚେୟାର ନୁହେଁ, ଯେଉଁ ଚେୟାରରେ ଥିଲେ ସେଇ ଚେୟାରରେ ସେ ଥାନ୍ତେ। ତେଣୁ ସେ ଯାହା ହଉ ବର୍ତ୍ତମାନ ନବୀନ ବାବୁ ଯେଭଳି ଭାବରେ ସକ୍ରିୟତା ପ୍ରକାଶ କରିଛନ୍ତି ଆପଣ ନିଜେ ଅନୁଭବ କରୁଥିବେ ଯେ ମହିଳା ସଂଗଠନଠୁ ଆରମ୍ଭ କରି ଯୁବ ସଂଗଠନଠୁ ଆରମ୍ଭ କରି ଛାତ୍ର ସଂଗଠନ ଆରମ୍ଭ କରି ସବୁଗୁଡ଼ିକ ବର୍ତ୍ତମାନ ତାର ଗୋଟେ ପରିବର୍ତ୍ତନ ଆସିଯାଇଛି, ଗୋଟେ ଜୋଶ ଆସିଯାଇଛି। ବର୍ତ୍ତମାନ ସମସ୍ତେ ଭାବୁଛନ୍ତି ଯେମିତି ଆମେ ନବୀନ ବାବୁ କ୍ଷମତାରେ ଅଛନ୍ତି, ଆମେ ମଧ୍ୟ ଶକ୍ତିଶାଳୀ ଅଛୁ। ତେଣୁ ନବୀନ ବାବୁ ଏଇଭଳିଆ କାର୍ଯ୍ୟକ୍ରମ ତ୍ୱରାନ୍ୱିତ କଲେ ପଞ୍ଚାୟତ ସମିତି ଆଗାମୀ ଦିନରେ ନବୀନ ବାବୁ କେବଳ ରହିବେ, ଆଉ କେହି ରହିବେ ନାହିଁ। ଏତେ ବର୍ଷ ବୟସ ଯେହେତୁ 80 ବର୍ଷ ହେଇଗଲାଣି ନବୀନ ବାବୁଙ୍କୁ, ତାଙ୍କୁ ଏ ବୟସରେ ବି କେମିତି ସେ ବାହାରକୁ ଆସିବେ ତାକୁ ନେଇକି ଯୋଉ ମାନେ କରାଯାଉଛି ଆପଣ ଭାବନ୍ତୁ ବୟସ ଗୋଟେ ଫ୍ୟାକ୍ଟର ନଥାଏ, କାର୍ଯ୍ୟକ୍ଷମତା ଫ୍ୟାକ୍ଟର ଥାଏ। କିଏ କେତେ କ୍ରିୟାଶୀଳ ଆପଣ ଜାଣିଛନ୍ତି ମାଓ ସେତୁଙ୍ଗ ଯିଏକି ମାଓ ଯାହା କହନ୍ତି ସାମ୍ୟବାଦର ଚରମ ନେତା ଚାଇନାର, ସିଏ ମଲା ପର୍ଯ୍ୟନ୍ତ ମଧ୍ୟ ତାକୁ ଯେତେବେଳେ ସିଏ ନିଜେ ମଧ୍ୟ କ୍ଷମତା ଛାଡ଼ିବାକୁ ଗଲେ କେହି ରାଜି ହେଲେ ନାହିଁ, ଶେଷ ପର୍ଯ୍ୟନ୍ତ ମଧ୍ୟ ସେ ରହିଲେ। ମୋର କହିବା କଥା ହେଉଛି ନବୀନ ବାବୁ ବୟସ କେତେ ହେଲା କିଏ ତ ପଚାରୁନି, କାର୍ଯ୍ୟକ୍ଷମ ଅଛନ୍ତି କି ନା ତା ଗୋଟେ ଷ୍ଟେଟମେଣ୍ଟ ଆପଣ ଦେଖୁଥିବେ କେମିତି ଭାବରେ ତୀକ୍ଷ୍ଣ ଭାବରେ ଚାଲିଛି। ଏବଂ ଶୁଣନ୍ତୁ କେହି ଆପଣ ଉଠିବା ପାଇଁ କିଏ ମନା କରିଛି, କିନ୍ତୁ ନବୀନ ବାବୁ ଥିବା ପର୍ଯ୍ୟନ୍ତ କେହି ଆସିପାରିବେ କି? ନବୀନ ବାବୁ ଥିଲା ପର୍ଯ୍ୟନ୍ତ ନବୀନ ବାବୁ, ସୁଜାତା କାର୍ତ୍ତିକେୟନ ହୁଅନ୍ତୁ କି ଅନ୍ୟ ଯିଏ ହୁଅନ୍ତୁ, ନବୀନ ବାବୁ ଆପଣ ନିଜେ କୁହନ୍ତୁ ଓଡ଼ିଶା ଲୋକ ନବୀନ ବାବୁକୁ ଚାହୁଁଛନ୍ତି। ନବୀନ ବାବୁ ଥିବା ପର୍ଯ୍ୟନ୍ତ ନବୀନ ବାବୁ ଯେତେବେଳେ ଚାହିଁବେ ଯେ ନା ମୁଁ ନୁହେଁ ଇଏ, ନବୀନ ବାବୁ ଯୋଉଟା କହିବେ ସେଇଟାକୁ ସମସ୍ତେ ଗ୍ରହଣ କରିବେ। କେହି ଦଳ ଛାଡୁନାହାନ୍ତି ତ। ଶୁଣନ୍ତୁ ଆପଣ ଯୋଉମାନେ ଦଳ ଛାଡୁଛନ୍ତି ଆଗ ସିଟ୍ ଛାଡିକି ପଛ ସିଟ୍ରେ ବସିବାକୁ ଯାଉଛନ୍ତି ନା ପଛ ସିଟ୍ ଛାଡିକି ଆଗ ସିଟ୍କି ଆସୁଛନ୍ତି, ବୁଝିଲେ? ବିଜୁ ଜନତା ଦଳ କିଛି କ୍ଷତି ହବନି, କାରଣ ବିଜୁ ଜନତା ଏତେ ଭିଡ଼ ହେଇଗଲାଣି, ଯୁବ ଶକ୍ତିଟା ଏତେ ଆଗକୁ ଆସିଗଲାଣି, ମହିଳାମାନେ ଏତେ ଆସିଲେଣି, ଯଦି କୌଣସି ଲୋକ ବି ଯାଆନ୍ତି ସେ ଜଣା ପଡିବନି ଯାଉଛନ୍ତି ବୋଲି। ସାର୍ ଆପଣ ଆଉ ଗୋଟେ କଥା ବର୍ତ୍ତମାନ କହିଲେ ଯେ ବର୍ତ୍ତମାନ ଯୋଉ ନବୀନ ପଟ୍ଟନାୟକଙ୍କର ଯୋଉ ସ୍ଥିତି ଅଛି ଯୋଉଭଳି ଭାବେ କାର୍ଯ୍ୟକ୍ରମ କରୁଛନ୍ତି, ଯଦି 24 ପୂର୍ବରୁ ସେଭଳିଆ ଥାନ୍ତେ ତାହେଲେ ଆଜି ନା ଥାନ୍ତେ ନୁହେଁ, ଆମେ କାର୍ଯ୍ୟ କରି କଲେ ତା ପାଇଁ ସେ ଦାୟୀ ନୁହନ୍ତି, ଆମେ ସମସ୍ତେ ଦାୟୀ। ଆପଣ ତ ଏବେ ନିଜେ କହିଲେ ନା କଣ ସେ କଣ ବୟସ୍କ ହେଇଯାଇଥିଲେ ନା କମି ବଢି ଯାଇଥିଲା? ବର୍ତ୍ତମାନ ବୟସଟା ବଢିପାରେ, ସେତେବେଳେ ବୟସ ତ କମ୍ ଥିଲା, କିନ୍ତୁ ଆମେ ଓଭର କନଫିଡେଣ୍ଟ ହେଇଗଲୁ, ଆମେ ଜିତୁଛୁ ଫେର ଜିତିବୁ, ଏଇ ଯୋଉ ଚାଲିଲା ସେଇଟାକୁ ଅନେକ କହିଲେ ସାର୍ ଆପଣ ଦେଖନ୍ତୁ ଆପଣ ନ ଯାଇକି ମଧ୍ୟ ସବୁଆଡେ ଜିତିବେ। ଏଇ ଯୋଉ କହିବା ଫଳରେ ଅନେକ ସମୟରେ ଆମକୁ ଯୋଉ ଓଭର କନଫିଡେଣ୍ଟ କରିଦେଲେ ଯୋଉଟା କି ଆମର କ୍ଷତି। କିପରି ଭାବରେ ସଂଗଠନ କରିବ, ତୃଣମୂଳ ସ୍ତରକୁ ଯିବ, ଲୋକଙ୍କର ସମସ୍ୟା ବୁଝିବ, ଯୋଉ ବର୍ତ୍ତମାନର ସରକାର ଯୋଉ ମିଛ ପ୍ରତିଶ୍ରୁତି ଦଉଛନ୍ତି କିନ୍ତୁ ପୂରଣ କରୁନାହାନ୍ତି ସେଇ ବିଷୟରେ ଆପଣ ମାନେ ସମସ୍ତେ ଅବଗତ ଅଛନ୍ତି। ବର୍ତ୍ତମାନ ସରକାର କିପରି ଭାବରେ ମିଛ କହି ଲୋକଙ୍କୁ ଭୁଆଁ ବୁଲାଉଛନ୍ତି, ଜନସାଧାରଣ ଅଞ୍ଚଳବାସୀ ସେ ଏଇ ଜିନିଷ ବୁଝି ସାରିଲେଣି। সোশ্যাল মিডিয়াରେ ଆପଣ ସମସ୍ତେ ଦେଖୁଥିବେ, ଲୋକ ଆଜି ପସ୍ତଉଛନ୍ତି ଆମେ ନବୀନ ପଟ୍ଟନାୟକଙ୍କୁ ହରେଇଛୁ ବୋଲି ଦୁଃଖ କରୁଛନ୍ତି। ଆଗାମୀ ଦିନରେ ପଞ୍ଚାୟତ ନିର୍ବାଚନ କିପରି ଭାବରେ ଲଢ଼ିବୁ ସେଥିପାଇଁ ଆଜି ସେ ସମସ୍ତ ନେତୃତ୍ୱ ମଣ୍ଡଳୀଙ୍କୁ ଡକେଇକି ଆଲୋଚନା କରିଥିଲେ। ରାୟଗଡ଼ା ନିର୍ବାଚନ ମଣ୍ଡଳୀ ମାନେ ପ୍ରତି ଜିଲ୍ଲାରୁ ବର୍ତ୍ତମାନ ବିଜେଡିରୁ କର୍ମୀ ଛାଡୁଛନ୍ତି, ନେତା ଛାଡୁଛନ୍ତି, କଣ କହିବେ? ଦେଖନ୍ତୁ ବିଜୁ ଜନତା ଦଳ ବିଶାଳ ଦଳ, ବହୁତ ଲୋକ ଦଳକୁ ଆସୁଛନ୍ତି, କିଛି ଲୋକ ଯାଉଛନ୍ତି, ଯାହାର ସ୍ୱାର୍ଥର ଅଛି ସେମାନେ ଯାଉଛନ୍ତି। ଯିଏ ସ୍ୱାଭିମାନୀ ଲୋକ ବିଜୁ ଜନତା ଦଳକୁ ଭଲ ପାଉଛନ୍ତି ସେମାନେ ବିଜୁ ଜନତା ଦଳ ସହିତ ଅଛନ୍ତି, ଲୋକଙ୍କ ସେବା କରୁଛନ୍ତି। ଆମର ରାୟଗଡ଼ା ନିର୍ବାଚନ ମଣ୍ଡଳୀ ରାୟଗଡ଼ା ଜିଲ୍ଲାରେ କଂଗ୍ରେସ ବିଜେପି ଥାର୍ଡ ପୋଜିସନରେ ଅଛି। ଆପଣ ବିଗତ ଇଲେକ୍ସନ ବର୍ତ୍ତମାନ ଯାହା ଦେଖାଯାଉଛି ପୋଲିସର ଯୋଉଭଳି ଭାବରେ ଛାଉଣି କରିବା, ପୋଲିସ ଛାଉଣି କରିବା, ଲୋକଙ୍କୁ ଭୟଭୀତ କରିବା, ଡରେଇବା, ଏସବୁ ଜିନିଷରେ ଲୋକ ବୁଝିଗଲେଣି। ଲୋକ ଜାଣିଛନ୍ତି ଏଇ ସରକାର ଖାଲି ଲୋକଙ୍କୁ ଅତ୍ୟାଚାର କରିବ, ଅନ୍ୟାୟ କରିବ, ମିଛ କହିବ, ମିଛ ପ୍ରତିଶ୍ରୁତି ଦେବ କିନ୍ତୁ ପୂରଣ କରିବ ନାହିଁ। ଏଇ ଜିନିଷ ଲୋକ ବର୍ତ୍ତମାନ ଅବଗତ ଅଛନ୍ତି। ଆଗାମୀ ଦିନରେ ଜନସାଧାରଣ ଉଚିତ ସମୟରେ ଉଚିତ ଜବାବ ଦେବେ। ଯେତେ ଭାରତ ବର୍ଷରେ ଆଞ୍ଚଳିକ ଦଳ ରହିଛି
नवीन बाबू आज ओडिशा रे सबुठारु लोकप्रिय नेता एवं आज ओडिशावासींकर अप्रतिम आशीर्वाद स्नेह आदर नवीन बाबू प्रति रही। ये बहुत कम देखा जाए। मु तो कहबी नवीन पट्टनायक भारत वर्ष संघीय गणतंत्र एक उदाहरण जे आज गोटे विरोधी दल नेतृत्व नहीं ओडिशार जनगणकर आस्था एवं विश्वास से प्रतीक एवं तांको नेतृत्व में विजु जनता दल एक आंचलिक दल हिसाब से गोटे सशक्त विरोधी दल हिसाब से आम कार्य आगू करूँ। आपण मैंने जानते जितेबले कौन से राजनैतिक लड़ई हुए लोक सरकार को बाछंती एवं ठीक समय विरोधी दल को मध्य बाछंती। नवीन बाबू नेतृत्व में ओडिशार जनसाधारण आशा आकांक्षार किभली भाव में पूर्ण हम एवं विरोधी दल जहाँ भूमिका जहाँ दायित्व कर्तव्य ताकू अत्यंत निष्ठार भाव में समर्पित भाव में आग को लड़े की आम जारी रखी। शुणु भारत वर्षर राजनीति रे बहु परीक्षा निरीक्षा किंतु मते गोटे उदाहरण देखंतु दीर्घ 3 दशंधि आहरी अतिक्रम करने को अच्छी 5 थर गोटे प्रांतीय दल नेतृत्व नहीं सफलतार सहित जनसाधारण आशीर्वाद केते जन प्राप्त होइछन एवं आज ओडिशावासींकर ओडिशार 4.5 कोटी जनसाधारण सबुठारु लोकप्रिय नेता हिसाब रे नवीन पट्टनायक को आपण माने ग्रहण करूछंती ना नाही एक कथा आपण माने निजे स्थिर करंतु निजे अनुभव करंतु। आज जेतेबेले डबल इंजिन सरकार ओडिशार जो माने वयस्क लोक फिजिकल हैंडिकैप 3 मास धरिकी लोक भत्ता पाई नांती चाषी माने तांकर बड़का धान बिक्री करि पारु नांती 3000 टंका भत्ता कुआ जाइतला ता मध्य मिलिला नाही 300 यूनिट मागणा बिजुली कुआ जाइतला मिलला नाही इनपुट सब्सिडी देकी चाषींकर उत्पादन कथा कुआइतला ता मध्य हला नाही। ओडिशा रे जेते शिल्प आसीथिले मेक इन ओडिशा प्लेटफॉर्म रे सबु फेरी जाउछ। ये 2 वर्ष धरी डबल इंजिन सरकार ओडिशार जनसाधारण को जो धोखा देइछंती ता विरुद्ध रे नवीन बाबू नेतृत्व रे आमे गोटे सशक्त विरोधी दलर भूमिका निर्वाह करिवो एवं जेते राजनैतिक चर्चा पर्यालोचना हो आज नवीन बाबूर जो जनप्रियता लोकप्रियता ओडिशावासी पाखे अतुट रही। सर आपण कॉन्फिडेंटली कहि परिबे टीएमसी भले अवस्था बीजेडी रो हबो मु आज कहूचे ओडिशार 4.5 कोटी जनसाधारण अप्रतिम आशीर्वाद नवीन पट्टनायक प्राप्त होइचंती। आज नवीन बाबू ओडिशार सबुठारु लोकप्रिय नेता एवं नवीन बाबू नेतृत्व में आगामी दिन में विजु जनता दल गोटे सशक्त विरोधी दलर भूमिका निर्वाह करिवो ए भरोसा विश्वास मु आपण मान पाखरे दबाक चाहे।